ସାଙ୍ଗମାନେ, ଯଦି ତୁମେ ଏହି ଭିଡ଼ିଓକୁ ଅଧା ଦେଖିକି ଚାଲିଯିବ, ଯାହା ଏହି ଦୁନିଆରେ ଲୋକମାନେ 90%ରୁ ଅଧିକ ଲୋକ ଏହି ଭୁଲ କରିଥାନ୍ତି, ତ ତେବେ ଭିଡ଼ିଓଟିକୁ ଫାଷ୍ଟରୁ ଲାଷ୍ଟ ଯାଏଁ ନିଶ୍ଚୟ ଦେଖନ୍ତୁ ଆଉ ବୁଝନ୍ତୁ ମଧ୍ୟ। ଆଉ ଏହି ଭୁଲ କରିବା ଦ୍ୱାରା ସେହି ଲୋକମାନେ ଅଧିକ ପଶ୍ଚାତାପ ମଧ୍ୟ କରିବାକୁ ଲାଗିଥାନ୍ତି। ତେଣୁ ଜୀବନରେ କେବେ ବି ଏପରି ଭୁଲ କରନ୍ତୁ ନାହିଁ। ଏହା କେବଳ ଗୋଟିଏ କଥା ନୁହେଁ, ବରଂ ଆପଣଙ୍କ ଜୀବନରେ ଆସୁଥିବା ଯେକୌଣସି ଦୁଃଖ କଷ୍ଟକୁ ମଧ୍ୟ ଏହି ଭିଡ଼ିଓ ମାଧ୍ୟମରେ ମୁଁ ଯାହା କହିବି ତାହା ଆପଣଙ୍କୁ ବହୁତ ଦୂର କରିଦେବ। ତେଣୁ ଭିଡ଼ିଓକୁ ଦେଖନ୍ତୁ। ଏହି ଦୁନିଆରେ ଏମିତି ବି ଲୋକ ଅଛନ୍ତି ଯିଏକି ଆମମାନଙ୍କୁ ବହୁତ ନକଲି ଭାବି ଆମକୁ ତଳେ ପକାଇବାକୁ ମଧ୍ୟ ଅଧିକରୁ ଅଧିକ ଚେଷ୍ଟା କରିଥାନ୍ତି। ଆଉ ଶେଷରେ ସେମାନେ ହିଁ ବିଜୟୀ ହୋଇଥାନ୍ତି। ତେଣୁ ଏହି ଦୁନିଆରେ ବଞ୍ଚିବାକୁ ହେଲେ ସବୁବେଳେ ଇଜ୍ଜତର ସହ ବଞ୍ଚିବାକୁ ପଡ଼ିଥାଏ। ନଚେତ୍ ଲୋକମାନେ ମଧ୍ୟ ଆମକୁ କେତେବେଳେ ନା କେତେବେଳେ କେଉଁ ପ୍ରକାର ଗାଳିଗୁଲଜ କରି ଇଜ୍ଜତ ମଧ୍ୟ ତଳେ ପକାଇ ଦେଇଥାଏ। ତେଣୁ ସବୁବେଳେ ଇଜ୍ଜତର ସହିତ ବଞ୍ଚନ୍ତୁ। ଆଜିକାଲିକା ଲୋକମାନେ ବହୁତ ବଡ଼ ଅଜବ ହୋଇଗଲେଣି। ଯଦି ତୁମ ପାଖରେ ଆଜି ଟଙ୍କା ଅଛି, ତେବେ ସେମାନେ ତୁମ ପାଖକୁ ଚାଲି ଆସିବେ। ଆଉ କାଲି ଯଦି ତୁମ ପାଖରେ ଟଙ୍କା ସରିଯିବ, ତେବେ ସେମାନେ ଚାଲିଯିବେ। କହିବାକୁ ଗଲେ ପ୍ରକୃତରେ ଏହି ଦୁନିଆ ହିଁ ବହୁତ ବଡ଼ ସ୍ୱାର୍ଥପର ଅଟେ। ତେଣୁ ଏଠାରେ କାହାକୁ ବିଶ୍ୱାସ କରିବା ମଧ୍ୟ ଉଚିତ ନୁହେଁ। ଏହି ଲୋକମାନଙ୍କ ହୃଦୟରେ କେବଳ ବିଷ ଭରି ରହିଥାଏ। ବାହାରେ ସିନା ଭଲରେ କଥା ହୋଇଯାଆନ୍ତି, କିନ୍ତୁ ହୃଦୟ ଭିତରେ କ'ଣ ଥାଏ ତାହା କେଉଁ ଲୋକ ବି ଜାଣିପାରେ ନାହିଁ। ତେଣୁ ଗୋଟିଏ ଲୋକକୁ କେବେ ମଧ୍ୟ ବିଶ୍ୱାସ କରନ୍ତୁ ନାହିଁ, ଯାହାର ହୃଦୟରେ ବିଷ ଥାଏ ଆଉ ବାହାରେ ଅଲଗା ପ୍ରକାର କିଛି ଭାବନା ଥାଏ। ଏହି ଲୋକକୁ ବିଶ୍ୱାସ କରିବା ଅପେକ୍ଷା ନିଜ ଜୀବନକୁ ବଳିଦାନ ଦେବା ସହ ସମାନ ହୋଇଥାଏ। ଏହାକୁ ଆପଣେଇବା ପାଇଁ କହିବାକୁ ଗଲେ ଚାଣକ୍ୟଙ୍କର ଏହି 5ଟି ନୀତି ହିଁ ଏହାକୁ ବହୁତ ବିନାଶ କରିବାକୁ ଲାଗିବ। ଆଉ ଗୋଟିଏ ବି ଚୁଟି ବଙ୍କା କରିପାରିବ ନାହିଁ। ତେଣୁ ଚାଲନ୍ତୁ ସେହି 5ଟି ନିୟମଗୁଡ଼ିକ କ'ଣ କ'ଣ ଅଟେ ଆମେ ଏହି ଭିଡ଼ିଓ ମାଧ୍ୟମରେ ଜାଣିବା। ଚାଣକ୍ୟ ନୀତି ନମ୍ବର 1। ସାଙ୍ଗମାନେ, ସବୁବେଳେ ଡରକୁ ଦୂରେଇ ରଖନ୍ତୁ, ନହେଲେ ଆମେ ମଧ୍ୟ ବହୁତ ଅସୁବିଧାରେ ପଡ଼ିପାରିବା। ତ ସାଙ୍ଗମାନେ, ଡର କ'ଣ? ତ ସାଙ୍ଗମାନେ ଦେଖିଥିବେ ଆପଣ କେତେକ ସ୍ଥାନରେ ଯେ ଝଗଡ଼ା ଲାଗିଥିବା ସମୟରେ ଗୋଟିଏ ଲୋକ ପଳେଇ ଆସେ, ଆଉ ଗୋଟିଏ ଲୋକ ପୁରା ବହୁତ ଧୁରନ୍ଧର ଥାଏ। ତ ଯେଉଁ ଲୋକଟି ଆସେ ହେରି ସେହି ଲୋକଟି ହିଁ ବହୁତ ଡରଖୁରା ହୋଇଥାଏ। ତେଣୁ ଜୀବନରେ କେବେ ମଧ୍ୟ ଡରନ୍ତୁ ନାହିଁ। ସେ ଯେତେ ବଡ଼ ବିପତ୍ତି ଆସୁନା କାହିଁକି, ତାକୁ ସବୁବେଳେ ସାମ୍ନା କରିବା ଶିଖନ୍ତୁ। ଆପଣମାନେ ବେଳେବେଳେ ଦେଖିଥିବେ ଯେ ଜଙ୍ଗଲରେ ଏକ ନିରୀହ ପଶୁକୁ ବହୁତ ଭାବରେ ବା ବହୁତ ଅପମାନ ବା ତାକୁ ପ୍ରଥମରେ ହିଁ ମାରି ଦିଆଯାଉଛି। ତ ଏହାର କାରଣ କ'ଣ ଅଟେ? ନା, ସେହି ପଶୁଟି ବହୁତ ଡରଖୁରା ଅଟେ। ତେଣୁ ତାକୁ ହିଁ ପ୍ରଥମରେ ଶିକାର କରାଯାଉଛି। ତେଣୁ ଜୀବନରେ କେବେ ମଧ୍ୟ ଡରନ୍ତୁ ନାହିଁ। ଆପଣ ଯଦି ଡରିଯିବେ, ତେବେ ସେହି ଲୋକଟି ତା ପରଦିନ ଆପଣଙ୍କୁ ବହୁତ ଘୋର ଅପମାନିତ ମଧ୍ୟ କରିପାରେ। ତେଣୁ ଦୁନିଆକୁ ଆମେ ଆସିଛନ୍ତି କେବଳ ନିଜର ମତଲବକୁ ନୁହେଁ, ବରଂ ସଚ୍ଚା ହୃଦୟକୁ ହିଁ ବା ସଚ୍ଚା ହୃଦୟ ସାଙ୍ଗକୁ ହିଁ ବାଛିବା। ତ ଜୀବନରେ ବହୁତ ଝଡ଼ଝଞ୍ଜା ଆସିଥାଏ। ଏପରିକି ନୁହେଁ
ଆମେ ତାକୁ ଡରିକି ସାମ୍ନା କରିବାନି। ତ ଆମେ ଯଦି ତାକୁ ଥରେ ସାମ୍ନା କରିବା ନା, ସେ ଆଉ କେବେ ମଧ୍ୟ ଆସିବାକୁ ଚେଷ୍ଟା ହିଁ କରିବନି। ଯେପରିକି ଗୋଟିଏ ଗରିବ ଆଉ ଗୋଟିଏ ଧନୀ ବ୍ୟକ୍ତି, ଯଦି ଗୋଟିଏ ଗରିବ ଆଉ ଧନୀ ବ୍ୟକ୍ତି ମଧ୍ୟରେ ଝଗଡ଼ା ହେଲା, ତେବେ ଧନୀ ବ୍ୟକ୍ତିଙ୍କ ପାଖରେ ବହୁତ ଲୋକ ଥାଆନ୍ତି, କିନ୍ତୁ ଗରିବ ଲୋକଙ୍କ ପାଖରେ କମ୍ ଲୋକ ଥାଆନ୍ତି। ତ ସେହି ଗରିବ ଲୋକଟି ସାହସୀ ଆଉ ବହୁତ ଧୁରନ୍ଧର ମଧ୍ୟ ଥାଏ, କିନ୍ତୁ ଧନୀ ଲୋକଟି ବହୁତ ଡରଖୁରା ଥାଏ। ସେହି ଗରିବ ଲୋକଟି ବହୁତ ସାହସୀ ଥିବାରୁ ତାକୁ ସମସ୍ତେ ଡରିକି ପଳାଏ। ତେଣୁ ସଦାସର୍ବଦା ସାହସୀ ମଣିଷକୁ ହିଁ ମୃତ୍ୟୁ ଭୟ କରେ। ତେଣୁ ସବୁବେଳେ ସାହସ ରଖନ୍ତୁ। ଏହି ଦୁନିଆ ବି ଆପଣଙ୍କୁ ଏମିତି ଦିନ ଆସିବ, ଏହି ଦୁନିଆ ଆପଣଙ୍କୁ ମୁଣ୍ଡ ଉପରେ ବସାଇବାକୁ ଲାଗିବ। ତେଣୁ ସଦାସର୍ବଦା ଡରନ୍ତୁ ନାହିଁ। ଯେତେ କୌଣସି ବିପତ୍ତି ଆସୁନା କାହିଁକି, ଆପଣ ନ ଡରିକି ସାମ୍ନା କରିବା ଉଚିତ ଅଟେ। ଚାଣକ୍ୟ ନୀତି ନମ୍ବର 2। ବର୍ତ୍ତମାନ ଦୁନିଆରେ ନିଜର ଦୁର୍ବଳତା କାହାକୁ ମଧ୍ୟ କୁହନ୍ତୁ ନାହିଁ, କାରଣ ଦିନ ଆସିବ ସେହି ବ୍ୟକ୍ତିଟି ଆପଣଙ୍କର ସେହି ଗୋଟିଏ ଦୁର୍ବଳତାକୁ ନେଇ ଏମିତି ପ୍ରକାଶ କରିବାକୁ ଲାଗିବ ଯେ ଆପଣ ମଧ୍ୟ ଭାବିନଥିବେ, ଏବଂ ଆପଣ ଏହି ସମାଜରେ ମୁଣ୍ଡ ଟେକି ମଧ୍ୟ ଚାଲିପାରିବେ ନାହିଁ। ତେଣୁ କାହାକୁ ନିଜର ଦୁର୍ବଳତା ଜଣାଅ ନାହିଁ, ସେ ଯେତେ ବଡ଼ ଦୁଃଖ ଆସୁନା କାହିଁକି। ସାଙ୍ଗମାନେ, କଥାରେ ଅଛି, ଦୁଃଖ ହୁଏତ ସମସ୍ତଙ୍କ ଜୀବନରେ ଆସିଥାଏ, କିନ୍ତୁ ସୁଖ କମ୍ ଲୋକଙ୍କ ପାଖରେ ଆସିଥାଏ। ତେଣୁ ଦୁଃଖ ଆଜି ଆସିଛି, କାଲି ମଧ୍ୟ ଚାଲିଯାଇପାରେ, କିନ୍ତୁ ସୁଖ ଆମ ସାରା ଜୀବନ ପାଇଁ ଅଛି। ତେଣୁ ଆମେ ଏହି ଦୁନିଆରେ ଯେତେ ଦିନ ମଧ୍ୟ ବଞ୍ଚିବା, ହସ ଖୁସିରେ ବଞ୍ଚିବା, ଆଉ କାହା ସହିତ ବି ଝଗଡ଼ା ଲାଗିବା ନାହିଁ। ଆମେ ଯଦି ଝଗଡ଼ା ଲାଗିକି ଏହି ଦୁନିଆକୁ ଆସିଛେ ବୋଲି ପ୍ରମାଣ କରିବା, ତେବେ ଲୋକମାନେ ଆମକୁ ବହୁତ ଅପମାନିତ କରିବାକୁ ଲାଗିବେ। ତ କହିବାକୁ ଗଲେ ନିଜର ଦୁର୍ବଳତା କହିବା ହିଁ ଆମର ଭୁଲ ଅଟେ। ଆମକୁ ଘରେ ଗୋଟିଏ କଥା କହୁଥିବେ, ଆଉ ଆମେ ଯଦି ଯାଇକି ସେହି କଥାଟିକୁ ଅନ୍ୟ ଲୋକଙ୍କ ଆଗରେ କହିବା, ତେବେ ସେହି ଲୋକଟି କହିବ, ଆରେ ତୁ କେଡ଼େ ବୋକାଟା କିରେ, ଆସିକି ମୋ ପାଖରେ କ'ଣ କହୁଛୁ। ଏବଂ ଏମିତି ବି ଦିନ ଆସିବ, ସେ ଦୁର୍ବଳତାର କଥାକୁ ନେଇ ତୁମକୁ ବ୍ଲାକମେଲ୍ ବା ଡର ଦେଖାଇବାକୁ ଲାଗିବ, ଯାହା ଫଳରେ ଆପଣଙ୍କ ପାଖରେ ଆଉ କୌଣସି ବି ବାଟ ଦେଖାଯିବ ନାହିଁ। ତେଣୁ କେବେ ମଧ୍ୟ ଦୁର୍ବଳତାକୁ ନେଇ ଗର୍ବ କରନ୍ତୁ ନାହିଁ, କିମ୍ବା କାହାକୁ ମଧ୍ୟ କୁହନ୍ତୁ ନାହିଁ। ତୃତୀୟରେ, ନିଜକୁ ନେଇ କେବେ ମଧ୍ୟ ଗର୍ବ କରନ୍ତୁ ନାହିଁ ଯେ ମୁଁ ଆଜି ବହୁତ ବଡ଼ ଧନୀ ହେଇଯିବି, ଆଉ ବହୁତ ଲୋକଙ୍କୁ ମଧ୍ୟ ମୁଁ ଅପମାନିତ କରିବାକୁ ଲାଗିବି। ତେଣୁ ବଡ଼ ହେବାର ଆଶା ଆପଣ ସେତେବେଳେ ଦେଖିବେ, ଯେତେବେଳେ ନିଜ କର୍ମ ଉପରେ ବିଶ୍ୱାସ ଆଉ ଭରସା ରଖିବେ। ତେଣୁ କେବେ ମଧ୍ୟ କାହା ଉପରେ ଭରସା ରଖନ୍ତୁ ନାହିଁ। କାରଣ ନିଜକୁ ନେଇ ଆମେ ଯଦି ଗର୍ବ କରିବା, ତେବେ ଆମେ ବହୁତ ବଡ଼ ବିପଦରେ ମଧ୍ୟ ପଡ଼ିପାରିବା। କାହିଁକି ନା କହିବାକୁ ଗଲେ ଏହି ଦୁନିଆ ସେହି ଲୋକମାନଙ୍କୁ ହିଁ ବହୁତ ସମ୍ମାନ ଦେଇଥାଏ, ଯେଉଁ ଲୋକମାନେ ଏ ଦୁନିଆରେ ବଞ୍ଚିବା ବହୁତ ଖରାପ ଅଟେ। ସେହି ଲୋକମାନେ ବା ଯେଉଁ ଲୋକମାନେ କମ୍ କମ୍ କଥାରେ ବହୁତ ଗାଳିଗୁଲଜ କରିଥାନ୍ତି ଏବଂ ବହୁତ ସାରା ଅସମ୍ମାନ ମଧ୍ୟ କରିଥାନ୍ତି, ସେହି ଲୋକଙ୍କୁ ଏହି ଦୁନିଆ ବହୁତ ସମ୍ମାନ ଦେଇ ଶିଖିଥାଏ। ଆଉ ଆମେ ଯଦି ଭଲରେ କଥା ହେବା ବା କିଛି ଏହି ଦୁନିଆକୁ ଶିଖାଇବାକୁ ଲାଗିବା, ତେବେ ଏହି ଦୁନିଆ ଆମଠାରୁ ବହୁତ କିଛି ଛଡ଼େଇ ନେବ, ଆଉ ଆମକୁ ବହୁତ ଅପମାନ
ଘୃଣା ମଧ୍ୟ କରିବାକୁ ଲାଗିବ। ତେଣୁ ନିଜକୁ ନେଇ କେବେ ମଧ୍ୟ ଗର୍ବ କରନ୍ତୁ ନାହିଁ। ତ ଆପଣ କେତେବେଳେ ଗର୍ବ କରିବେ ନା ଯେତେବେଳେ ଆପଣ ଗୋଟିଏ କାମରେ ସକ୍ସେସ୍ ହେବେ। ତ ଆପଣ କେମିତି ସକ୍ସେସ୍ ହେବେ? ଯଦି ଗୋଟିଏ କାମକୁ ଆପଣ ନିଜ ଭରସା ଆଉ ବିଶ୍ୱାସର ସହ କରୁଛନ୍ତି, ଯେପରିକି ଆପଣ ଗୋଟିଏ ଗାଁରେ ଗୋଟିଏ ଛୋଟ ବିଜନେସ୍ କରୁଛନ୍ତି, ଆଉ ସେଇ ବିଜନେସ୍ରେ ଆପଣ ଯଦି ବହୁତ ଟଙ୍କା ଇନକମ୍ କରିପାରୁଛନ୍ତି, ତେବେ ଆପଣଙ୍କ ପାଖକୁ ଅନ୍ୟ ଗୋଟେ ଚାକିରି ଆସିଲା, ତେବେ ଆପଣ ସେଠାରେ କ'ଣ କରିବେ? ତ ଗାଁରେ ରହୁଥିବା ବିଜନେସ୍ କରିବେ ନା ସେହି ଚାକିରି କରିବେ? ତ ମୁଁ କହିବାକୁ ଗଲେ ଯେ ଗାଁରେ ରହୁଥିବା ବିଜନେସ୍ କରିବାଟା ବହୁତ ଭଲ ଅଟେ। କାରଣ ଆମେ ଯେଉଁ ବିଜନେସ୍ରେ ନିଜର ଘର ଚଳୁଛୁ, ଆଉ ଯେଉଁ ବିଜନେସ୍ରେ ଆମେ ପେଟକୁ ଖଣ୍ଡେ ଦାନା ମଧ୍ୟ ମିଳିପାରୁଛି, ତ ଆମେ ଯଦି ତାକୁ ଗୋଇଠା ମାରିକି ଚାଲିଯିବା, ତେବେ ଆମକୁ ସେ ବହୁତ ଅସୁବିଧାରେ ପକାଇ ପାରିବ। ତ ସାଙ୍ଗମାନେ, ମୁଁ ଏଠାରେ ଗୋଟିଏ କଥା କହିବାକୁ ଚାହୁଁଛି ଯେ ଦୁନିଆରେ ଯେତେ ବଡ଼ ବିପତ୍ତି ଆସୁ, ନିଜ ବିଜନେସ୍କୁ କେବେ ମଧ୍ୟ ଛାଡ଼ନ୍ତୁ ନାହିଁ। ଆପଣ ସେଇ ବିଜନେସ୍କୁ ଛାଡ଼ିଦେଲେ ବହୁତ ବିପଦରେ ପଡ଼ିବେ। ତେଣୁ ଯେଉଁ ବିଜନେସ୍ ଆପଣଙ୍କୁ ବହୁତ ସାରା ଭଲ ପାଇବା ଦେଇଛି, ତାକୁ କେବେ ମଧ୍ୟ ଭୁଲନ୍ତୁ ନାହିଁ। ଏମିତିକି ଖରାପ ପରିସ୍ଥିତି ଆସୁ, ଯେକୌଣସି ପରିସ୍ଥିତି ଆସୁନା କାହିଁକି, ସେ ତୁମକୁ ରାଜା ବନେଇକି ଛାଡ଼ିଛି। ଆଉ ତୁମେ ଯଦି ତାକୁ ଭୁଲିଯିବ, ତେବେ ସେ ମଧ୍ୟ ତୁମକୁ ଭୁଲିଯିବ। ତେଣୁ ବେପାର କରିବା ଶିଖନ୍ତୁ, ଆଉ ନିଜକୁ ନେଇ ଗର୍ବ ମଧ୍ୟ କରନ୍ତୁ ନାହିଁ। ଚତୁର୍ଥରେ, ସବୁବେଳେ ଖରାପ ସାଙ୍ଗସାଥି ଏବଂ ବନ୍ଧୁଗଣଙ୍କ ଠାରୁ ଦୂରେଇ ରହିବା ଶିଖନ୍ତୁ। ତାହେଲେ ଯାଇ ଆପଣ ବହୁତ ସଫଳତା ହାସିଲ କରିପାରିବେ, ନଚେତ୍ କେବେ ମଧ୍ୟ ସଫଳତା ପାଇପାରିବେ ନାହିଁ। ତ ସାଙ୍ଗମାନେ, ଆପଣମାନେ କିପରି ସେହି ସାଙ୍ଗମାନଙ୍କଠୁ ଦୂରେଇ ରହିବେ? ତ ଏହାର କାରଣ ବି ମୁଁ କହିବି। ତ କିପରି ରହିବେ ଯେ ଆପଣ ଯଦି ନିଜେ ଠିକ୍ ଅଛନ୍ତି, ତେବେ ଏହି ଦୁନିଆ ଯେତେ ବଡ଼ ବିପତ୍ତି ଆସୁନା କାହିଁକି, ସେହି ବିପତ୍ତି ଆପଣଙ୍କ ଆଗରେ ଟଳିଯିବ। ଆଉ ସାଙ୍ଗସାଥି କଥା, ତ ସାଙ୍ଗମାନେ, ସାଙ୍ଗସାଥି ମଧ୍ୟ ଦୂରେଇ ଯିବେ, କିନ୍ତୁ କେତେବେଳେ ଦୂରେଇ ଯିବେ କି ଯେତେବେଳେ ଆପଣଙ୍କ ପାଖରେ ପଇସା ଥିବ ଆଉ ସେମାନଙ୍କ ପାଖରେ ନଥିବ। ତ ଯେତେବେଳେ ଆପଣଙ୍କ ପାଖରେ ପଇସା ସରିଯିବ, ତ ସେତେବେଳେ ସେମାନଙ୍କୁ ବି ଆମ ପାଖକୁ ଦୂରେଇବାକୁ ଲାଗିବେ। ତ ସାଙ୍ଗମାନେ, କହିବାକୁ ଗଲେ ଏହି ଦୁନିଆ ଆମକୁ କେବଳ ପଇସା ପାଇଁ ହିଁ ସାଥ ଦେଇଥାଏ, ସଚ୍ଚା ହୃଦୟରୁ କେବେ ବି ନୁହେଁ। ତେଣୁ କାହାକୁ ମଧ୍ୟ ବିଶ୍ୱାସ କରିବା ଏହି ଦୁନିଆରେ ବହୁତ ବଡ଼ ଭୁଲ ହୋଇଥାଏ। ଖରାପ ସାଙ୍ଗସାଥି, ଯେପରିକି ଅନେକ ସାଙ୍ଗସାଥି ଅଛନ୍ତି ଯେଉଁମାନେ ଆଜିକା ଦୁନିଆରେ ବାହାରିଥିବା ଅନେକ ପ୍ରକାର ଗୁଟ୍କା ଏବଂ ସିଗାରେଟ୍ ମଧ୍ୟ ଟାଣିଥାନ୍ତି, ଯାହାଫଳରେ ସେମାନେ ତାଙ୍କର ଭବିଷ୍ୟତରେ କିଛି ମଧ୍ୟ କରିପାରନ୍ତି ନାହିଁ, କି କୌଣସି ପ୍ରକାର ଚାକିରି ମଧ୍ୟ ତାଙ୍କ ପକ୍ଷେ ସମ୍ଭବ ହୋଇନଥାଏ। ତ ସେମାନେ ତାଙ୍କର ଭବିଷ୍ୟତକୁ ନେଇକି ମଧ୍ୟ ଚିନ୍ତା କରିନଥାଏ। କିନ୍ତୁ ଦିନ ଏମିତି ବି ଆସିପାରେ, ତାଙ୍କେ ମଧ୍ୟ ବହୁତ ବିପଦରେ ପଡ଼ିପାରନ୍ତି। ତେଣୁ ସାଙ୍ଗମାନେ, ସବୁବେଳେ ସେହି ଖରାପ ସାଙ୍ଗମାନଙ୍କ ସହ ମିଳାମିଶା କରିବା ବନ୍ଦ କରିଦିଅନ୍ତୁ। ଦେଖିବେ ଆପଣଙ୍କର ଜୀବନ ମଧ୍ୟ ବହୁତ ସାର୍ଥକ ହେବାକୁ ଲାଗିବ, ଆଉ ଆପଣ ମଧ୍ୟ ବହୁତ ଆଗକୁ ଯାଇପାରିବେ। ସେହି ସାଙ୍ଗମାନେ ଆପଣଙ୍କୁ କାହିଁକି ସେମାନଙ୍କ ସାଥିରେ ମିଶାଉଛନ୍ତି? ତ ଏହାର ଉତ୍ତରରେ ମୁଁ କହିବି, କେବଳ ଟଙ୍କା ପାଇଁ ହିଁ ସେମାନେ ତୁମକୁ ସାଥ ଦେଉଛନ୍ତି। ଆଉ ଯଦି ନିଜର ଭଲ ପାଇବା ପ୍ରତି ସାଥ ଦେଉଥିବେ ନା, ତେବେ ତୁମେ ଯେତେ ଦୂରକୁ ଗଲେ ମଧ୍ୟ ସେମାନେ ଯାଇଥାନ୍ତେ। ବରଂ ଆଜିକା ଦୁନିଆରେ କେହି ମଧ୍ୟ ଯାଉନାହାନ୍ତି। ତେଣୁ ଏହି ଦୁନିଆ ହିଁ ବହୁତ ବଡ଼ ଅଜବ ହୋଇଗଲାଣି।
ଖରାପ ସାଙ୍ଗସାଥୀ, ବନ୍ଧୁ ଏବଂ କୁଟୁମ୍ବ ମଧ୍ୟ, ସେ ନିଜ ଲୋକ ହେଉ କିମ୍ବା ପରଲୋକ, ଯଦି ସେ ଆପଣଙ୍କୁ କୌଣସି ଖରାପ ଭାଷା ଏବଂ ଖରାପ ଚିନ୍ତା କରିବାକୁ ଲାଗୁଛି, ତେବେ ଆପଣ ତାକୁ ନ କହିକି ନିଜ ଜୀବନରୁ ଚୁପଚାପ ଦୂରେଇବାକୁ ଲାଗିଯାଅ। ଯାହାଫଳରେ ସେ ନିଜେ ବି ଅନୁଭବ କରିବାକୁ ଲାଗିବ ଯେ ସେହି ବ୍ୟକ୍ତିଟି ମୋ ପାଖରୁ କାହିଁକି ଦୂରେଇ ଗଲା, ମୁଁ ତ କିଛି ଭୁଲ କରିନାହିଁ। ତ ସେ ଆପେ ଆପେ ଏହାର ଉତ୍ତର ମଧ୍ୟ ଜାଣିଯିବ। ତେଣୁ ଏହିପରି ସାଙ୍ଗସାଥୀ ବା ବନ୍ଧୁମାନଙ୍କ ଠାରୁ ଦୂରେଇ ରହିବା ଶିଖନ୍ତୁ। ତାହେଲେ ଯାଇ ଆପଣ ନିଜକୁ ନିଜେ ଏକ ସଫଳତାର ରାସ୍ତା ଦେଖିପାରିବେ। ପଞ୍ଚମରେ, ସବୁବେଳେ ରାଗକୁ ଜିତି ନିଅ। କାରଣ ରାଗ ହେଉଛି ଏମିତି ଏକ ନିଆଁ ଯାହା ମଣିଷକୁ ଭିତରୁ ହିଁ ମାରି ଦେଇଥାଏ ଆଉ ବହୁତ ଯନ୍ତ୍ରଣା ମଧ୍ୟ ଦେବାକୁ ଲାଗିଥାଏ। ଜଣେ ବ୍ୟକ୍ତି ଯଦି ରାଗରେ ଅଛି, ତାକୁ ଆମକୁ ସେତେବେଳେ କିଛି କହିବା ଆମ ପକ୍ଷେ ମଧ୍ୟ ସମ୍ଭବ ହୋଇନଥାଏ। ତେଣୁ ଆମେ ତାକୁ କିଛି ନ କହି ସେଠାରୁ ଚାଲିଯିବା। କାହିଁକି ନା ସେହି ଲୋକଟି ତା'ର ରାଗ କମ୍ ହେବା ସମୟରେ ସେ ଭାବିବାକୁ ଲାଗିବ ଯେ ଆରେ ମୁଁ କେତେ ବଡ଼ ଭୁଲ କରିବାକୁ ଲାଗିଥିଲି। ତ ସାଙ୍ଗମାନେ, ଏଥିରୁ ପ୍ରଶ୍ନ ଉଠୁଛି ଯେ ଆମେ ରାଗକୁ କିପରି କଣ୍ଟ୍ରୋଲରେ ରଖିବା। ତ ମନୁଷ୍ୟ ବି ବହୁତ ରାଗ ହୋଇଥାଏ, କିନ୍ତୁ କେତେବେଳେ, ଯେତେବେଳେ ତାକୁ ଗୋଟିଏ ଲୋକ ବହୁତ ବାଧା ଦେଇଥାଏ। ତ ସାଙ୍ଗମାନେ, କହିବାକୁ ଗଲେ ରାଗ ସମୟରେ ଆମେ କାହାକୁ ବି କୌଣସି ଉପଦେଶ ଦେବା ଆମ ପକ୍ଷେ ହିଁ ବହୁତ ବଡ଼ ଭୁଲ ହୋଇଥାଏ। ଯଦି ଆମେ ତାକୁ ଉପଦେଶ ଦେଇକି ସେଠାରୁ ଆଣିଦେବା, ତେବେ ସେ ହିଁ ଆମକୁ ଓଲଟା ଗାଳିଗୁଲଜ କରିବାକୁ ଲାଗିଥାଏ। ତେଣୁ ତାକୁ କିଛି ବି କୁହନ୍ତୁ ନାହିଁ ଏବଂ ସେଠାରୁ ଚାଲି ଆସନ୍ତୁ। ସେ ରାଗ ସମୟରେ କରିଥିବା ଭୁଲକୁ ସେ ନିଜେ ହିଁ ପ୍ରକାଶ କରିବାକୁ ଲାଗିବ, କିନ୍ତୁ କେତେବେଳେ, ଯେତେବେଳେ ତା'ର ସମୟ ଆସିବ ଆଉ ରାଗ ମଧ୍ୟ କମ୍ ହେବାରେ ଲାଗିବ। ତ ସାଙ୍ଗମାନେ, ମନୁଷ୍ୟ ଏହି ଦୁନିଆରେ ବହୁତ ବଡ଼ ପାପୀ ଅଟେ। କାରଣ ରାଗ ସମୟରେ ସେ କ'ଣ ନା କ'ଣ କରିଦେଇଥାଏ, ସେ ଭାବିନଥାଏ। ସେଥିପାଇଁ କେବେ ମଧ୍ୟ କ୍ରୋଧରେ ଥିବା ବ୍ୟକ୍ତିକୁ କିଛି ବି କୁହନ୍ତୁ ନାହିଁ, ହେଲା। ତ ସାଙ୍ଗମାନେ, କ୍ରୋଧ ହେଉଛି ମଣିଷର ବଡ଼ ଶତ୍ରୁ। ସେଥିପାଇଁ ରାଗକୁ ହିଁ ବଡ଼ ଶତ୍ରୁ ମାନାଯାଇଥାଏ। ତ ସାଙ୍ଗମାନେ, ଆଜିର ଏହି ଭିଡ଼ିଓଟିକୁ ମୁଁ ଏଇଠି ଷ୍ଟପ୍ କରୁଛି। ପୁଣି ଦେଖା ହେବା ଆଉ ଗୋଟିଏ ନ୍ୟୁ ଟପିକ୍ର ଭିଡ଼ିଓରେ। ତ ସେତିକି ପର୍ଯ୍ୟନ୍ତ ମୁଁ ରହୁଛି। ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଏବଂ ବହୁତ ସାରା ଭଲ ପାଇବା ମଧ୍ୟ ଦିଅନ୍ତୁ। ଆଉ ଗୋଟିଏ କଥା ସାଙ୍ଗମାନେ, ଭିଡ଼ିଓଟି ଆପଣଙ୍କୁ ବହୁତ ମାତ୍ରାରେ ଯଦି ଭଲ ଲାଗିଥାଏ, ତେବେ ମୋର ଏହି ଚ୍ୟାନେଲ ସମ୍ବିତ ମୋଟିଭେସନାଲ ଲାଇଫକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ଉପରେ କ୍ଲିକ୍ କରି ରଖିବେ। ଯାହାଫଳରେ ମୁଁ ଭିଡ଼ିଓ ଛାଡ଼ିବା ମାତ୍ରେ ଆପଣଙ୍କ ପାଖକୁ ନୋଟିଫିକେସନ୍ ସାହାଯ୍ୟରେ ସର୍ବପ୍ରଥମେ ପହଞ୍ଚିବାକୁ ଲାଗିବ। ତେଣୁ ଆପଣଙ୍କର ଗୋଟିଏ ଭଲ ପାଇବା ହିଁ ମୋତେ ଆଗକୁ ନେଇପାରିବ। ତେଣୁ ସପୋର୍ଟ କରନ୍ତୁ ସାଙ୍ଗମାନେ। ଆପଣଙ୍କର ବିନା ସପୋର୍ଟରେ ମୁଁ କେବେ ମଧ୍ୟ ଆଗକୁ ଯାଇପାରିବି ନାହିଁ। ଯଦି ଆପଣମାନେ ମୋତେ ସପୋର୍ଟ କରିବେ, ତେବେ ମୁଁ ବହୁତ ଆଗକୁ ଯାଇପାରିବି। ଜୟ ଜଗନ୍ନାଥ।